କୋଉଠି ଅଛୁ? 6 ମାସ ତଳକୁ ଯା। ପୁଷ୍କରା କଥା ମନେ ଅଛି? ମୁଁ ପୁଷ୍କରା। ଲୋକଙ୍କ କଥା ମନେ ଅଛି? ଓଡ଼ିଆ ସିନେମା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଞ୍ଚିଗଲେ ବହୁତ ବଢିଆ ଲାଗେ। ବହୁତ ଦିନ ପରେ ଏମିତି ଗୋଟେ ପିକ୍ଚର ଦେଖିଲୁ। ଆଉ ନୂଆ ସିନେମା କ'ଣ ହବନି? ଆମର ନେକ୍ସଟ ସିନେମା କାଇଁ? ପୁଷ୍କର ପରେ ସେମିତି ଗୋଟେ ଭଲ ସିନେମା କରିବେ ନା। ଆଗାମୀ ସିନେମା ନାଁ କ'ଣ? Surabaya, ଆମ ପାଇଁ ନୂଆ ସିନେମା ଆଣିଛୁ। ପ୍ରଭୁ କେତେ ଦିନ ଅପେକ୍ଷା କରିବି ଯେ? ପୁଷ୍କରାକୁ 5 ମାସ ହେଇଗଲାଣି। ଆଉ କ'ଣ ଭଲ ଅଫର ମତେ ଆସିବନି? ଭଲ ଅଫର ମତେ ଆସିବନି? ଏଇ ସବ୍ୟସାଚୀ କିଏ? ହ୍ୟାଲୋ, ସବୁ ଖୁସି ଖବର ସାଙ୍ଗରେ ଗୋଟେ ଟେନସନ୍ ବି ଆସେ। ମନେ ଅଛି ସେଦିନ ରାତିରେ ଯୋଉ ଫୋନ୍ ଆସିଥିଲା? ହ୍ୟାଲୋ, ସବ୍ୟସାଚୀ କହୁଛ? ଆଜ୍ଞା, ଆପଣ କିଏ? ମୁଁ ସବ୍ୟସାଚୀ। ମୁଁ ତ ସବ୍ୟସାଚୀ, ପୁଣି ଆପଣ ସବ୍ୟସାଚୀ କେମିତି ହେଲେ? ଆରେ ବାବୁ, ତମେ ଜନ୍ମ ହେବାର 35 ବର୍ଷ ଆଗରୁ ମୁଁ ସବ୍ୟସାଚୀ ହେଇସାରିଥିଲି। ମୁଁ ଡାଇରେକ୍ଟର ସବ୍ୟସାଚୀ ମହାପାତ୍ର କହୁଛି। ଓ ଦାଦା, ସରି ଜାଣିପାରିଲିନି। ନମସ୍କାର, କୁହନ୍ତୁ ଦାଦା। ତମ ପାଇଁ ଗୋଟେ ଅଫର ଅଛି। ମୁଁ ଭୋଗକୁ ନେଇକରି ଗୋଟେ ବଡ ଫିଲ୍ମ କରୁଛି, କରିବ? କି କଥା ଦାଦା, ଏତେ ନ୍ୟାସନାଲ ଆୱାର୍ଡ ପାଇଥିବା ଆଉ ଏତେ ବଡ ବଡ କମର୍ସିଆଲ ହିଟ୍ ଦେଇଥିବା ଡାଇରେକ୍ଟରଙ୍କ ଅଫର, ପୁଣି ଓଡ଼ିଶାର ଏତେ ଫେମସ କାହାଣୀ ଉପରେ ହଉଛି, କରିବି ନା ଆଉ। କିନ୍ତୁ ଗୋଟେ ସର୍ଟ, ହଁ, ମୋ ହିରୋକୁ ଓଜନ ବଢେଇବାକୁ ପଡିବ। ଓଜନ ବଢେଇ ପାରିବ? କେତେ ଓଜନ ବଢେଇବା ଦରକାର ଦାଦା? ବର୍ତ୍ତମାନ ତମର ଓଜନ କେତେ? 70ରୁ 75 କେଜି ହବ। 75 କିଲୋ? ନା, ହବନି। ମତେ 100 କିଲୋ ଦରକାର। 100 କିଲୋ? ପାରିବନି ଯଦି ମୁଁ ଅନ୍ୟ କାହାକୁ ଆସ କରିବି। ନାଇଁ ନାଇଁ ଦାଦା, ପାରିବି ନା, ମାନେ ଜଷ୍ଟ ସାଙ୍ଗେ ସାଙ୍ଗେ ମୋଟା ହେଇଯିବି। ଠିକ ଅଛି, ଓକେ। ଆଜ୍ଞା ଆଜ୍ଞା, ମୋଟା ମୋଟା କେମିତି ହେବି? ପ୍ରଭୁ ରକ୍ଷା କର, ମତେ ଶୀଘ୍ର ମୋଟା କର। ସେଇ ଦିନଠୁ ମୁଁ ଖାଲି ଖାଉଛି ଖାଉଛି ଆଉ ଖାଉଛି। ରେଜଲ୍ଟ ତ ଦେଖେଇବି, ହେଲେ ଟିକେ କୁହନ୍ତୁ ଆଉ କ'ଣ ଖାଇଲେ ଟିକେ ଜଲ୍ଦି ମୋଟା ହେବି? ପାଖାପାଖି 6 ମାସର ଚେଷ୍ଟା ପରେ 75 କିଲୋରୁ ବର୍ତ୍ତମାନ ମୁଁ ହେଲି। ଓହୋ, ଆହୁରି ବଢିବାର ଅଛି। କୋଉ ଅଞ୍ଚଳର କ'ଣ ଖାଇଲେ ଆଉ ଟିକେ ମୋଟା ହେଇଯିବି? ଟିକେ ଶୀଘ୍ର କୁହ।